ମୁଁ ମୋର ମତ ସମଗ୍ର ଓଡ଼ିଶାର ଅଣ କଂଗ୍ରେସ ଆନ୍ଦୋଳନର ଯେଉଁମାନେ ନେତୃତ୍ୱ ନେଉଥିଲେ ବିବେକ ଅନୁମୋଦିତ ଭୋଟ ମୁଁ ମୋର ସାବ୍ୟସ୍ତ କରିଛି। ଯେଉଁଭଳି ଭାବେ ଓଡ଼ିଶାର ହଜାର ହଜାର भाई बर्तमान आपण काहाकू बर्तमान भोट देले मतदान कोन साब्यस्त कले आपण ମୁଁ ମୋର ମତ ସମଗ୍ର ଓଡ଼ିଶାର ଅଣ କଂଗ୍ରେସ ଆନ୍ଦୋଳନର ଯେଉଁମାନେ ନେତୃତ୍ୱ ନେଉଥିଲେ ବିବେକ ଅନୁମୋଦିତ ଭୋଟ ମୁଁ ମୋର ସାବ୍ୟସ୍ତ କରିଛି। ଯେଉଁଭଳି ଭାବେ ଓଡ଼ିଶାର ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳର ଶୁଭେଚ୍ଛୁ ସମର୍ଥକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯେଉଁ ସ୍ୱର ଭୋଟ ମାଧ୍ୟମରେ ବିଜୁ ଜନତା ଦଳର ନେତୃତ୍ୱ ପାଖରେ ପହଞ୍ଚିବା କଥା ମୁଁ ମୋର ଭୋଟ ସେହି ଅନୁସାରେ କାଷ୍ଟ କରିଛି ଏବଂ ମୋର ଭୋଟ ନିଶ୍ଚିନ୍ତ ଭାବେ ଆଗାମୀ ଦିନରେ ଓଡ଼ିଶାକୁ ଅଧିକ ଶକ୍ତିଶାଳୀ ଏବଂ ସମୃଦ୍ଧଶାଳୀ କରିବା ପାଇଁ ଦିଲ୍ଲୀ ଦରବାରରେ କାମରେ ଲାଗିବ ବିଶ୍ୱାସ। ଆପଣ ଦିଲ୍ଲୀପ ରାୟଙ୍କୁ କାହିଁକି ବାଛିଲେ କୋन ପାଇଁ ଆପଣ ଲତେଶ୍ୱର ରତ୍ନ ଦେଲେନି कॉमन कैंडिडेट से नवीन पटनायक हुई जारी करथिले ଆପଣଙ୍କ ମାଧ୍ୟମରେ ଓଡ଼ିଶାବାସୀଙ୍କୁ କହିବାକୁ ଚାହେଁ ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ହେଇଥିଲା ତାର ଗୋଟେ ପ୍ରମୁଖ ଭିକ୍ଟିମ୍ ହେଉଛନ୍ତି ମୋର ପିତା ପ୍ରଭାତ କୁମାର ତ୍ରିପାଠୀ। ଛାତ୍ର ଜୀବନରୁ ଯୁବ ଜୀବନରୁ ଯେତେବେଳେ ରାଜନୀତି ଆରମ୍ଭ କଲୁ ଅଣ କଂଗ୍ରେସ ରାଜନୀତିରେ ବିଶ୍ୱାସ କରି ରାଜନୀତି କଲୁ ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତି କଲୁ। କିନ୍ତୁ ଆଜି ଯେତେବେଳେ ଗୋଟେ ଅସାଧୁ ମେଣ୍ଟ ହେଉଛି ବିଜୁ ଜନତା ଦଳର ଏବଂ କଂଗ୍ରେସ ପାର୍ଟିର ଯେତେବେଳେ ମୋତେ ସେଥିରେ ସାମିଲ ହେବାକୁ ପଡୁଛି ମୋର କୌଣସି ମତ ଲୋଡ଼ା ଯାଉନି ତା ବିରୁଦ୍ଧରେ ହଜାର ହଜାର ବିଜୁ ଜନତା ଦଳର ଯେଉଁ ସମର୍ଥକ ରହିଛନ୍ତି ଶୁଭେଚ୍ଛୁ ରହିଛନ୍ତି ଯେଉଁମାନେ ଅଣ କଂଗ୍ରେସ ଆନ୍ଦୋଳନର ମୁଖ୍ୟ ପୁରୋଧା ତାଙ୍କର ମତାମତ ନେଇ ତାଙ୍କ ସ୍ୱର ସାଜିକି ଆଜି ମୁଁ ମୋର ଭୋଟ ସାବ୍ୟସ୍ତ କରିଛି ମତଦାନ ସାରି ଦେଇଛି। ନିଶ୍ଚିତ ଭାବେ ଦିଲ୍ଲୀପ ବାବୁ ପ୍ରକୃତରେ ବିଜୁ ଲିଗାସିର ଜଣେ ପ୍ରମୁଖ ସଦସ୍ୟ ଯେହେତୁ ବିଜୁ ପଟ୍ଟନାୟକଙ୍କର ନୀତି ଆଦର୍ଶରେ ମୁଁ ମଧ୍ୟ ଅନୁପ୍ରାଣିତ ସେ ଆଧାରରେ ମୁଁ ମୋର ଭୋଟ ପ୍ରଦାନ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆପଣଙ୍କୁ କହିଲି କ୍ରସ୍ ଭୋଟିଂ ନୁହେଁ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯେତେବେଳେ ହଜାର ହଜାର କର୍ମୀମାନଙ୍କର କଥା ସେ ଦଳର ନେତୃତ୍ୱ ଯିଏ ରହିଛନ୍ତି ସଭାପତି ଶୁଣନ୍ତି ନାହିଁ ତାଙ୍କୁ ଚେତାଇବା ପାଇଁ ତାଙ୍କୁ ଜାଗ୍ରତ କରିବା ପାଇଁ ଆଜି ବିଜୁ ଜନତା ଦଳର ଓଡ଼ିଶାର ସମସ୍ତ ଅଣ କଂଗ୍ରେସ ଆନ୍ଦୋଳନର ନେତୃତ୍ୱ ନେଉଥିବା ପ୍ରତ୍ୟେକ ନେତାଙ୍କର ସ୍ୱର ସାଜିକି ମୁଁ ମୋର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭୋଟ ଦେଇଛି ମତ ସାବ୍ୟସ୍ତ କରିଛି। ନିଶ୍ଚିନ୍ତ ଭାବେ ସେମାନେ ଖୁସି ହେବେ ଯେ ଆମର ସ୍ୱର ହେଇକି ଦେବୀରଞ୍ଜନ ତ୍ରିପାଠୀ ଅନ୍ତତଃ ପକ୍ଷେ ନେତାଙ୍କର ନିଦ ଭାଙ୍ଗିବା ପାଇଁ ନେତା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଦଳ ପରିଚାଳନା କରନ୍ତୁ ସେ ଆଧାରରେ ଭୋଟ ମୋର ସାବ୍ୟସ୍ତ କରିଛି ସେମାନେ ଜାଣିଲେ ନିଶ୍ଚିନ୍ତ ଭାବେ ବିଜୁ ଜନତା ଦଳ ଆମ ଦଳ ଆମେ ପ୍ରସ୍ତୁତ କରୁଛୁ କୋଉ ଆଧାରରେ ପ୍ରସ୍ତୁତ ହେଇଥିଲା ବିଜୁ ଜନତା ଦଳ ପ୍ରସ୍ତୁତ ହେଇଥିଲା ଗୋଟେ ଅଣ କଂଗ୍ରେସ ଆନ୍ଦୋଳନ ଭାବେ ବିଜୁ ଜନତା ଦଳ ନିଜକୁ ପ୍ରସ୍ତୁତ କରିଥିଲା। ଆଜି ଦଳର ଯେତେବେଳେ କାର୍ଯ୍ୟାନୁଷ୍ଠାନ ହବ ଯଦି ହଜାର ହଜାର କର୍ମୀମାନେ ଯେଉଁମାନେ ଓଡ଼ିଶାରେ ରହିଛନ୍ତି ତାଙ୍କର ସ୍ୱର ହେଇକି ଗଣତାନ୍ତ୍ରିକ ପ୍ରକ୍ରିୟାରେ ମୁଁ ମୋର ସ୍ୱର ଉତ୍ତୋଳନ କରିଛି ଭୋଟ ସାବ୍ୟସ୍ତ କରିଛି ସେଥିପାଇଁ ଯାହା ଦଣ୍ଡ ମିଳିଲେ ମଧ୍ୟ ମୁଁ ମୋର ସେଇ ପଥରେ ବିଜୁ ଆଦର୍ଶ ବିଜୁ ଲିଗାସିକୁ ଆଗକୁ ନେବା ପାଇଁ ମୁଁ ମୋର ମତ ଦେଇଛି।